ଯାହାକି ଆମେ ବର୍ଣ୍ଣନା କରାହେଇଛି, ଆମେ ଆଗରେ ପଢିଲେ ନିମନ୍ତେ ସଦାପ୍ରଭୁ ଜୋଏଲଙ୍କ ଦ୍ଵାରା ଜିହୁଦାବାସୀଙ୍କୁ ଏ ବାର୍ତ୍ତା ଜଣାଉଛନ୍ତି। ଜୋଏଲର ଏକ ପର୍ବ ଯେତେବେଳେ ଆମେ ପଢୁଛୁ, ଆମେ ଜାଣିପାରିବା ଯେ ଗୋଟେ ବିରାଟ ଝିଣ୍ଟିକା ଦଳ ଜିହୁଦା ଦେଶକୁ ଆକ୍ରମଣ କରିଛି, ଯାହାକି ଆମେ ବର୍ଣ୍ଣନା କରାହେଇଛି, ଆମେ ଆଗରେ ପଢିଲେ ଆମେ ଜାଣିପାରିବା। ସେଇ ଝିଣ୍ଟିକା ମାନେ ଦେଶର ସମସ୍ତ ଶସ୍ୟ କ୍ଷେତ୍ର, ଦ୍ରାକ୍ଷା କ୍ଷେତ୍ର, ଯାହା ବି ଗଛଲତା ଥିଲା, ଯାହା ଫଳ ପନିପରିବା ଯାହା କିଛି ଥିଲା, ସବୁ କିଛିକୁ ସେମାନେ ନଷ୍ଟ କରିଦେଇଛନ୍ତି ସେ ଝିଣ୍ଟିକା ଦଳ। ଯାହା ଫଳରେ କି ଦେଶରେ ସେଇ ସମୟରେ କ୍ଷୁଧା ଆସିଲା, ଦାରିଦ୍ର୍ୟ ଆସିଲା, ଅଭାବ ଆସିଛି, ଅଭାବ ଦେଖାଗଲା। ଏ ଭୟଙ୍କର ପଙ୍ଗପାଳ ଦ୍ଵାରା ବିପର୍ଯ୍ୟୟ ସମୟରେ ଜୋଏଲ ଜିହୁଦାବାସୀଙ୍କୁ ପଶ୍ଚାତାପ କରିବାକୁ କହୁଛନ୍ତି। ଏ ବାକ୍ୟ ମାଧ୍ୟମରେ ଆମେ ଯେତେବେଳେ 2:12 ଆଉ 13 ପଦ ପଢିଲୁ, ଆମେ ଜାଣିପାରୁଛୁ ସଦାପ୍ରଭୁ ଜୋଏଲଙ୍କ ଦ୍ଵାରା ବାର୍ତ୍ତା ଦଉଛନ୍ତି ଯେ ଅନୁତାପ କର, ଆଉ ଅନୁତାପ କରି ସବୁ ଲୋକମାନେ ପରମେଶ୍ୱରଙ୍କ ଆଡକୁ ଫେରିବାକୁ ଆହ୍ୱାନ ଦଉଛନ୍ତି ସଦାପ୍ରଭୁ ଜୋଏଲଙ୍କ ଦ୍ଵାରା। ଜୋଏଲ ଏହି ଝିଣ୍ଟିକା ଆକ୍ରମଣକୁ ସଦାପ୍ରଭୁଙ୍କର ଦିନର ସଂକେତ ବୋଲି କହୁଛନ୍ତି। ଏହା ଏକ ବିଚାରର ଦିନ ଥିଲା, ଯାହା ଲୋକମାନଙ୍କର ପାପ ଆଉ ଅବାଧ୍ୟତା ଯୋଗୁଁ ଆସିଥିଲା। ଲୋକ ଏତେ ପାପ ଅଧର୍ମରେ ବୁଡି ରହିଥିଲେ, ଯାହାର ଦଣ୍ଡ ସ୍ୱରୂପ ଏସବୁ ଆସିଥିଲା ବୋଲି ଜୋଏଲ ଭବିଷ୍ୟତ ବକ୍ତା କହୁଛନ୍ତି ଦେଶବାସୀଙ୍କୁ। ତେଣୁ ଏଇ ପଦ 2:12 ଆଉ 13 କହୁଛନ୍ତି ସଦାପ୍ରଭୁଙ୍କ ଠାରୁ ଦୂରେଇ ଯାଇଥିବା ଲୋକମାନେ, ଯୋଉମାନେ ସଦାପ୍ରଭୁଙ୍କ ଠାରୁ ତାଙ୍କର କଥା ନ ମାନି ତାଙ୍କର ଅବାଧ୍ୟ ହେଇଛନ୍ତି, ସେଇ ଲୋକମାନଙ୍କୁ ସେଇମାନଙ୍କୁ ସଦାପ୍ରଭୁଙ୍କ ପାଖକୁ ଫେରି ଆସିବା ପାଇଁ ଆହ୍ୱାନ ଦିଆ ହଉଛି। ମାନେ ପ୍ରକୃତ ଅନୁତାପ କରିକି ଫେରି ଆସ ବୋଲି ଗୋଟେ ଆହ୍ୱାନ ଦିଆ ହଉଛି ଏଠି। ଏଇ ବିପର୍ଯ୍ୟୟ ସମୟରେ ଏଇ ଯୋଉ ପଙ୍ଗପାଳ ଯୋଉ ବିପର୍ଯ୍ୟୟ କରିଥିଲା, ଯୋଉ ନଷ୍ଟ କରିଥିଲା, ସେତେବେଳେ ଜୋଏଲ ଭବିଷ୍ୟତ ବକ୍ତାଙ୍କ ଦ୍ଵାରା ସଦାପ୍ରଭୁଙ୍କର ଏଇ ବାଣୀ ଆସିଛି ସେଇ ସମୟରେ। କିନ୍ତୁ ଏ ବାକ୍ୟ ଆଜି ଆମ ପାଇଁ ଆସିଛି। ଆମର ଏବେ ଏ ଜଗତରେ ଏତେ ପାପ ଅଧର୍ମ ସବୁ ଭରିଗଲାଣି, ଆଉ ଏଇ ସମୟରେ ଆଜିର ବାକ୍ୟ ଆଜି ଆମକୁ କୁହାହଉଛି। ତଥାପି ସଦାପ୍ରଭୁ କହୁଛନ୍ତି ଆମକୁ, ଏବେ ହିଁ ତୁମେ ମାନେ ଉପବାସ ରୋଦନ କର, ଉପବାସ କର, ବିଳାପ କର, ଆଉ ଆପଣ ମାନଙ୍କର ସର୍ବାନ୍ତକରଣ ସହିତ, ଅନ୍ତର ସହିତ, ପୂର୍ଣ୍ଣ ପୁରା ଭଗ୍ନାନ୍ତକରଣ ସହିତ ଆମ ନିକଟକୁ ଫେରି ଆସ ବୋଲି ସଦାପ୍ରଭୁ ଆଜିର ବାକ୍ୟ ମାଧ୍ୟମରେ ଆମମାନଙ୍କୁ ଡାକୁଛନ୍ତି। ପୁଣି ସେ କହୁଛନ୍ତି 13ରେ, ପୁଣି ଆପଣା ଆପଣା ବସ୍ତ୍ର ନ ଚିରି ଅନ୍ତକରଣ ଚିର। ସଦାପ୍ରଭୁ ଆପଣ ମାନଙ୍କ ପରମେଶ୍ୱର ନିକଟକୁ ଫେରି ଆସ ବୋଲି ଡାକୁଛନ୍ତି ସେ। ଆମେ ଦେଖୁଛୁ ଯେ ଏଠି ଏଇ ଯୋଉ ବାଣୀ ଆସୁଛି, ଏଇ ଯୋଉ ବାର୍ତ୍ତା ଆସିଛି ଆଜି ଆମକୁ, ଆଜିର ବାକ୍ୟ ଯୋଉ କହାଉଛି, ଏଇ ବାକ୍ୟ ଆଜି ମତେ ଆଉ ସମସ୍ତଙ୍କୁ ଆଜି ଆମମାନେ କେମିତି ପ୍ରଭୁଙ୍କ ପାଖକୁ ଫେରିଯିବା। ମାନେ ଏବେ ସୁଦ୍ଧା, ଅର୍ଥାତ୍ ସବୁ କିଛି ନଷ୍ଟ ହୋଇଯାଇଥିଲେ ମଧ୍ୟ ଏବେ ବି ସମୟ ଅଛି ପଶ୍ଚାତାପ କରି ମନରୁ, ପାପରୁ ମନ ଫେରେଇବା, ଅଧର୍ମରୁ ମନ ଫେରେଇବା, ଭୁଲ ପଥରୁ, ଭୁଲ ମାର୍ଗରୁ ମନ ଫେରେଇବା, ଫେରି ଆସିବା ସଦାପ୍ରଭୁଙ୍କ ନିକଟକୁ। ସଦାପ୍ରଭୁ ଡାକୁଛନ୍ତି। କାହିଁ ଆମେ ଦେଖୁଛୁ 2:12 ତଥାପି ଲେଖା ହେଇଛି, ତଥାପି ସଦାପ୍ରଭୁ କହନ୍ତି, ମାନେ ଆମେ ଏତେ ଭୁଲ କରିଛୁ, ଏତେ ଅବାଧ୍ୟ ହେଇଛୁ, ଏତେ ପାପ ମନ୍ଦ ପଥରେ ଯାଇଛୁ, ତଥାପି ବି ସେ ଡାକୁଛନ୍ତି ଫେରି ଆସ। ସେ କହୁଛନ୍ତି ହୃଦୟକୁ ପରିବର୍ତ୍ତନ କର, ଆଉ ସର୍ବାନ୍ତକରଣ ସହିତ ଅନୁତାପ କର, ଆଉ ଫେରି ଆସ ବୋଲି ପ୍ରଭୁ ଡାକୁଛନ୍ତି ଆଜି ଆମମାନଙ୍କୁ। ମଣିଷ ଯେତେ ବଡ ଭୁଲ କି ପାପ କରିଥାଉ, ପ୍ରଭୁ କହୁଛନ୍ତି କି ଫେରି ଆସ, ମୋ ପାଖକୁ ଫେରି ଆସ। କାହିଁକି ନା ଆମେ ତାଙ୍କର ସୃଷ୍ଟ, ଆମେ ଆମର ସୃଷ୍ଟିକର୍ତ୍ତା। ସେ ଚାହୁଁଛନ୍ତି ଆମେ ଯେମିତି ବିନଷ୍ଟ ନ ହଉ, ଆମେ ଯେମିତି ପାପ ପଥରେ ଯାଇକି ବିନଷ୍ଟ ନ ହଉ। ସେଥିପାଇଁ ସେ କହୁଛନ୍ତି ଏବେ ବି ଡେରି ହେଇନି, ଏବେ ମଧ୍ୟ ବିଳମ୍ବ ହେଇନାହିଁ, ଫେରି ଆସ। ପ୍ରଭୁ ଆମକୁ ସୁଯୋଗ ଦଉଛନ୍ତି। ସଦାପ୍ରଭୁଙ୍କର ଦୟା ଆଉ ପ୍ରେମ ସେ ସୁଯୋଗ ଦଉଛି। ଆଉ ସେ ଗୋଟେ କଥା କହୁଛନ୍ତି 13ରେ, ଆପଣ ବସ୍ତ୍ର ନ ଚିରି ଅନ୍ତକରଣ ଚିର। ମାନେ ସେ ବାହ୍ୟକ ଯୋଉ ଦେଖାଣିଆ କାମ ସବୁ ସେ ପସନ୍ଦ କରନ୍ତି ନାହିଁ। ପ୍ରଭୁ ଲୋକମାନଙ୍କ ହୃଦୟରୁ ପଶ୍ଚାତାପ କରିବା ପାଇଁ କହୁଛନ୍ତି ଏଠି। ପ୍ରଭୁଙ୍କ ନିକଟରେ ଉପବାସ, ବିଳାପ ଆଉ ରୋଦନ ଯୋଉ କରିବା, ତାହା ଅନୁତାପର ହୃଦୟରେ ଫେରି ସେମିତି ହିସାବରେ ଆମେ କରିବା। କୌଣସି ଜିନିଷ
लोक देखाणिया धर्म कर्म को सदाप्रभु भल पाती नहीं। सदाप्रभु हृदय को देखते। सेई सदाप्रभुଙ୍କର दया जोगु से सुजोग दौरान फेरी आस। आज आम अनेक थर भूल करू आउ जेतेबेले आमे तांको पाखरु दूरेई जाऊ तांको बहुत कष्ट हुए। से कहउचंदी नाही एबे भी समय अछि, एबे किछि विलंब हेई नहीं, तू पळे आसे मो पाखको पळे आस आ मन परिवर्तन कर। पाप अधर्म କରିବା ପରେ ଅନେକ ସମୟରେ ପାପ ଅଧର୍ମ କେସ୍ ଆକା ଦେଲେ ଭଲ ନା ଆଉ ଦିलीप କଣ କହିଦେଲେ ସବୁ ହ୍ୟାଲୋ ଯୋଉ ଜିନିଷ ବାଣ୍ଟିକି ପାପ ଅଧର୍ମ କରିବା ପରେ ଅନେକ ସମୟରେ ମଣିଷ ହତାଶ ନିରାଶ ହେଇଯାଇଥାଏ କି ଭୁଲ ହେଇଗଲା ବୋଲି ଅନେକ ସମୟରେ ଭାଙ୍ଗି ପଡିଥାନ୍ତି। କିନ୍ତୁ ପ୍ରଭୁ କହୁଛନ୍ତି ନିରାଶ ହୁଅନି ଆଉ ତୁରନ୍ତ ଈଶ୍ୱରଙ୍କ ପାଖକୁ ଫେରି ଆସ। ପ୍ରଭୁ କହୁଛନ୍ତି ଯେତେ ଅବସ୍ଥା ଖରାପ ହେଇଥାଉ ନା କାହିଁକି ପ୍ରଭୁ କହୁଛନ୍ତି ଏବେ ବି ଡେରି ହୋଇନାହିଁ, ଜୀବନର ପରିବର୍ତ୍ତନ ପାଇଁ ସୁଯୋଗ ଅଛି କହୁଛନ୍ତି। କାରଣ ସଦାପ୍ରଭୁ ଆମମାନଙ୍କୁ ବହୁତ ଭଲ ପାଆନ୍ତି। ସେ ଆମମାନଙ୍କ ପାଇଁ ନିଜର ଜୀବନ ଦେଇଛନ୍ତି କୃଷ ଉପରେ। ଆମେ ସମସ୍ତେ କିଛି ଦିନ ମଧ୍ୟରେ ଆମେ ସେଇ ଦୁଃଖ ଭୋଗ ସପ୍ତାହକୁ ପାଳନ କରିବା ପାଇଁ ଯାଉଛୁ। ତାଙ୍କର ସେ ପ୍ରେମକୁ ଆମେ ସମସ୍ତେ ସ୍ମରଣ କରୁଛୁ। ସେ ଆମ ପାଇଁ କଣ କରିଛନ୍ତି? ସେ ବହୁମୂଲ୍ୟ ରକ୍ତ ଦେଇ ଆମକୁ ପାପରୁ ଉଦ୍ଧାର କରିଛନ୍ତି। ଯଦି ଆଜି ବି ଆମେ ଆମର କୋଉଠି ଦୁର୍ବଳତା ରହିଛି, ଆମେ ସମସ୍ତେ ନିଜ ନିଜର ଅନ୍ତକରଣକୁ ନିଜ ନିଜର ଦୁର୍ବଳତା କୋଉଠି ଅଛି ଆମେ ପରୀକ୍ଷା କରିବା। ଆମେ ନିଜେ ନିଜେ ଚେଞ୍ଜ ହେଇପାରିବାନି। ସଦାପ୍ରଭୁଙ୍କର ସାହାଯ୍ୟ ମାଗିବା। ପବିତ୍ର ଆତ୍ମା ସେ ସାହାଯ୍ୟ କରିବେ ଆମମାନଙ୍କର ସେ ଦୁର୍ବଳତା ଯୋଉ ମନ୍ଦ ଅଭ୍ୟାସ ଅଛି ସେ ସବୁରୁ ଆମକୁ ବାହାର କରିବା ପାଇଁ। ଆଉ ପ୍ରଭୁ ଆମକୁ କ୍ଷମା କରିବା ପାଇଁ ପ୍ରସ୍ତୁତ। ସେ ଆମକୁ କୋଳେଇ ନେବା ପାଇଁ ପ୍ରସ୍ତୁତ ଅଛନ୍ତି। ସଦାପ୍ରଭୁ କାରଣ ସେ ସଦାପ୍ରଭୁ ଦୟାଳୁ, ସେ କ୍ଷମାଶୀଳ, କ୍ଷମା କରନ୍ତି, ସେ କ୍ରୋଧ କରିବାରେ ଧୀର। ସେ ତେଣୁ ଆମେ ମାନେ ଯେ କୌଣସି ସମୟରେ ଫେରିଲେ ସେ ଗ୍ରହଣ କରିବେ କହୁଛନ୍ତି, ଡାକୁଛନ୍ତି। ଯେତେବେଳେ ଆମେ ଦେଖୁଛୁ ଯେ ଯେତେବେଳେ ଆପଣା ବସ୍ତ୍ର ନ ଚିରି ଅନ୍ତକରଣ ଚିର। ପ୍ରଥମେ ଆମେ ଯେତେବେଳେ ପୁରୁଣା ନିୟମରେ ଆମେ ଅନେକ ଟପିକ ପଢିଛୁ, ଅନେକ ବିଷୟ ଲେଖା ହେଇଛି। ବସ୍ତ୍ର ଚିରିବା ଗୋଟେ ଜିନିଷ ଦେଖଉଛି କି ଗୋଟେ ବ୍ୟକ୍ତି ନିଜର ପାପ ପାଇଁ ଅତ୍ୟନ୍ତ ଦୁଃଖିତ ହୋଇ ପରମେଶ୍ୱରଙ୍କୁ କ୍ଷମା ମାଗୁଛି, କ୍ଷମା ଚାହେଁ ସେ। ସେଥିପାଇଁ ସେମିତି ସେମାନେ ଡ୍ରେସ ଚିରିକି ପ୍ରଭୁଙ୍କ ପାଖରେ ଅନୁତାପରେ ହୃଦୟରେ ବସନ୍ତି। ପୁରାତନ ସମୟରେ ଲୋକମାନେ ସେମିତି ଦୁଃଖ ପ୍ରକାଶ କରିକି ବସ୍ତ୍ର ଚିରୁଥିଲେ। କିନ୍ତୁ ପ୍ରଭୁ କହୁଛନ୍ତି ଆଉ ତୁମେ ସେ ବ୍ୟବସ୍ଥା ଦରକାର ନାହିଁ, ତୁମେ ସେ ସବୁ ଜିନିଷ ନାହିଁ, ସେ ଏକ୍ସଟର୍ନାଲ ଶୋ ଦରକାର ନାହିଁ, ବଟ୍ ହୃଦୟରୁ ପାପ ପାଇଁ ଦୁଃଖିତ ହୁଅ। ଆଉ ପ୍ରକୃତରେ ଟ୍ରୁ ରିପେଣ୍ଟାନ୍ସ ପାଇଁ ପ୍ରଭୁ ଡାକୁଛନ୍ତି। ପ୍ରଭୁ ଆମଙ୍କର କୌଣସି ଟ୍ରାଡିସନ କୁ କହିନାହାନ୍ତି କିଛି କରିବା ପାଇଁ। ଆମକୁ କେବେ କହିନାହାନ୍ତି ଯେ ତମେ ଏମିତି କରିକି ଆସ, ତମେ ଏତେ ସକାଳୁ ଉଠିବ, ତମେ ଏଇଟା ନେଇକି ଆସିବ ମୋ ପାଇଁ, ତମେ ଏତିକି ପରିମାଣରେ ଏଇଟା ଦେବ। ଅନେକ ବିଷୟ ଆମେ ମାନେ ସମସ୍ତେ ଜଗତରେ ଜାଣିଛୁ, ଅନେକ ବିଷୟରେ ଅନେକ ରୁଲ ରେଗୁଲେସନ ଅଛି। କିନ୍ତୁ ପ୍ରଭୁ ଆମକୁ କେବେ ବି କିଛି ବି ଆମକୁ ଚାହିଁନାହାନ୍ତି। ସେ ଖାଲି ଆମ ସମସ୍ତଙ୍କ ହୃଦୟକୁ ଚାହିଁଛନ୍ତି। ଆମର ହୃଦୟ ଯେମିତି ପବିତ୍ରତା, ସେ ଯେମିତି ପବିତ୍ର ଆମେ ସେମିତି ପବିତ୍ର ହେବା। ଆମେ ପବିତ୍ରତାର ସହିତ ଧାର୍ମିକତାର ସହିତ ତାଙ୍କର କଥା ମାନିକି ଜୀବନ କାଟିବା। ସେ ସେଇଟା ଚାହାନ୍ତି। ଆମ ହୃଦୟର ଆମର ଯୋଉ ମନ୍ଦ ସ୍ୱଭାବ, ଯୋଉ ପୁରୁଣା ମନ୍ଦ ସ୍ୱଭାବ, ତାର ପରିବର୍ତ୍ତନ ହେବା ଦରକାର। ଆମର ଯୋଉ ଭୁଲ ଗୁଡା ଅଛି ସେଗୁଡା ଆମର ପ୍ରଭୁଙ୍କୁ ପାଇଲା ପରେ ଆମ ବାକ୍ୟ ଯେତେବେଳେ ଆମେ ଶୁଣୁଛୁ, ବାକ୍ୟକୁ ଆମେ ଯେତେବେଳେ ହୃଦୟରେ ସ୍ଥାନ ଦଉଛୁ, ସେ ସବୁ ଜିନିଷ ଆମ ହୃଦୟରେ ଆଉ ରହିପାରିବନି। ଆମେ କେବେ ବି ଆଉ ସେ ଭୁଲ ପଥରେ ଯାଇପାରିବାନି। ବାକ୍ୟ ଯାହା କହେ ଆମେ ତାକୁ ମାନିବାକୁ ପଡିବ। ପ୍ରଭୁ ଚାହାନ୍ତି ତାଙ୍କର ଇଚ୍ଛା ଅନୁଯାୟୀ ଆମେ ଜୀବନ କାଟିବା। ସେ ଯୋଉଥିରେ ସନ୍ତୁଷ୍ଟ ହୁଅନ୍ତି ସେଇ ସବୁ କାର୍ଯ୍ୟ କରିବା, ସେଇ ସବୁ କଥା ଭାବିବା। କାହିଁକି ନା ଆମେ ତାଙ୍କର ସନ୍ତାନ। ସେ ଆମକୁ ବହୁତ ଭଲ ପାଆନ୍ତି, ଆମ ପାଇଁ ସେ ମୂଲ୍ୟ ଦେଇଛନ୍ତି। ସେଇ ବିଷୟକୁ ସବୁବେଳେ ମନେ ପକେଇବା ଆଉ ପାପ ପଥରୁ ଫେରି ଆସିବା। ଆଜି ବି ଆମମାନଙ୍କ ମନ ଭିତରେ, ହୃଦୟ ଭିତରେ ଅନେକ ଦୁର୍ବଳତା ରହିଯାଇଛି। ଆମେ ପ୍ରଭୁଙ୍କ ପାଖରେ ମାଗିବା, ପ୍ରଭୁ ଆମମାନଙ୍କର ଯାହା କିଛି ଦୁର୍ବଳତା ଅଛି ତାହା ପ୍ରଭୁ ଦୂର କରନ୍ତୁ। ଯେତେବେଳେ ପବିତ୍ର ଆତ୍ମା ଆମମାନଙ୍କୁ ସାହାଯ୍ୟ କରିବେ, ଆମମାନଙ୍କର ବାକ୍ୟ ଅନୁଯାୟୀ ଜୀବନ କାଟିବା, ଆମଙ୍କର ସବୁ ଅଧର୍ମ ପାପ ଆମ ଜୀବନରୁ ଦୂରେଇ ଯିବ। ଆମେ ଯେତେବେଳେ ମନରେ ଗର୍ବ ଆସେ,
କି ହିଂସା ଆସେ, ଏଇ ସବୁ ଜିନିଷ ପ୍ରଭୁ ଭଲ ପାଆନ୍ତିନି। ଆମେ ଯଦି ପ୍ରଭୁଙ୍କର ସନ୍ତାନ, ଆମ ହୃଦୟରେ ସେ ସବୁ ସ୍ଥାନ ପାଇବା ଉଚିତ ନୁହେଁ। ଆମେ କାହାର ଦୋଷ ଧରିବାନି, ଆମେ କାହାର ବିଚାର ବି କରିବାନି। ଆମେ ଅନ୍ୟକୁ କ୍ଷମା ଦେବା, ଆମେ ଅନ୍ୟମାନଙ୍କର ସାହାଯ୍ୟ କରିବା ପାଇଁ ସବୁବେଳେ ସେଇ ମନ ରଖିବା। ଆମେ ଅନ୍ୟକୁ କ୍ଷମା ଦେବା, ଦୟା କରିବା, ପ୍ରେମ କରିବା, ଈଶ୍ୱରଙ୍କର ଆଜ୍ଞାକୁ ମାନିବା। ଆଉ ସବୁବେଳେ ପବିତ୍ର ଆତ୍ମାଙ୍କର ଯୋଉ ଫଳ ପ୍ରଭୁ ଯୋଉ ଚାହାନ୍ତି, ଗାଲାତୀୟ 5:22-23 ଯୋଉ ଫଳ ଗୁଡିକ ଲେଖା ହେଇଛି, ଆତ୍ମିକ ଫଳ, ସେଇ ଫଳ ଗୁଡିକ ଆମ ଜୀବନରେ ଫଳୁଛି କି ନାଇଁ ଦେଖିବା। ଆମମାନେ କଣ ସେଇ ଫଳ ସବୁ ଆମ ହୃଦୟରେ ଅଛି କି, ସେଇ ସବୁକୁ ସବୁବେଳେ ଚେକ୍ କରିବା। ଆଉ ପ୍ରଭୁ ଆମକୁ ସଜାଡିବା ପାଇଁ ପ୍ରଭୁଙ୍କୁ ମାଗିବା, ପ୍ରଭୁ ଆମକୁ ସଜାଡିବେ। କାହିଁକି ନା ପ୍ରଭୁ ଚାହାନ୍ତି ଆମମାନେ ମନ ପରିବର୍ତ୍ତନର ସହିତ ତାଙ୍କ ନିକଟକୁ ଫେରି ଆସିବା। ଆମେ ଯେତେବେଳେ ଏଠି ଦେଖୁଛୁ ଜୋଏଲ ଭବିଷ୍ୟତ ବକ୍ତାଙ୍କ ଦ୍ଵାରା ପ୍ରଭୁ ସେଦିନ ଜିହୁଦାବାସୀଙ୍କୁ ମନ ପରିବର୍ତ୍ତନ କର, ରିଏଲ ଟ୍ରୁ ରିପେଣ୍ଟାନ୍ସ ପାଇଁ ଡାକୁଥିଲେ, ରିଟର୍ନ ଟୁ ଗଡ କହୁଥିଲେ, ଫେରି ଆସ, ଫେରି ଆସ କହୁଥିଲେ। ଆମେ ନୂତନ ନିୟମରେ ଦେଖୁଛୁ ଯେତେବେଳେ ଆମେ ଯେତେବେଳେ ଏଇ ଯୋଉ ବସ୍ତ୍ର ଚିରିବା କଥା, ଆପଣ ବସ୍ତ୍ର ଚିରୁଥିଲେ, ସେତେବେଳେ ଆମେ ଦେଖିଛୁ ଅନେକ ବାଇବେଲର ଅନେକ ଘଟଣା ଆମେ ଦେଖିଛୁ କେମିତି ସେମାନେ କରୁଥିଲେ। ନିନିବେର ଲୋକମାନେ କେମିତି, ସେମାନେ ଗୋଟେ ନିନିବି ସହର ଗୋଟେ ଅଧର୍ମୀ ସହର ଥିଲା। ଯେତେବେଳେ ସଦାପ୍ରଭୁ ଜୁନୁସ ଭବିଷ୍ୟତ ବକ୍ତାଙ୍କୁ ତାଙ୍କ ପାଖକୁ ପଠେଇଲେ ଆଉ ଚେତାବନୀ ଦେଲେ କି 40 ଦିନ ପରେ ସହର ଧ୍ୱଂସ ହେଇଯିବ, ନିନିବେର ଲୋକମାନେ ପରମେଶ୍ୱରଙ୍କର ବାକ୍ୟକୁ ବିଶ୍ୱାସ କଲେ। ରାଜା ଠାରୁ ଆରମ୍ଭ କରି ସାଧାରଣ ଲୋକ ପର୍ଯ୍ୟନ୍ତ ସମସ୍ତେ ଉପବାସ କଲେ, ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ, ଛୋଟ ବସ୍ତ୍ର ପିନ୍ଧିଲେ, ଯଥାଶକ୍ତି ପରମେଶ୍ୱରଙ୍କୁ ଡାକିଲେ, ଆଉ ଆପଣା ମନ୍ଦ ପଥରୁ ଫେରି ଆସିଲେ। ସଦାପ୍ରଭୁ ସେମାନଙ୍କର ହୃଦୟର ପରିବର୍ତ୍ତନକୁ ଦେଖିଲେ, ତାଙ୍କର କ୍ରନ୍ଦନ ବିଳାପ, ତାଙ୍କର ଉପବାସକୁ ଦେଖିଲେ, ଆଉ ପରମେଶ୍ୱର ନିନିବେକୁ ଧ୍ୱଂସ କଲେ ନାହିଁ। ପ୍ରଭୁ ଯେତେବେଳେ ପରିବର୍ତ୍ତନ, ଯେଉଁମାନେ ହୃଦୟ ସହିତ ମନ ପରିବର୍ତ୍ତନ କରନ୍ତି, ପ୍ରଭୁ ତାଙ୍କର ମଙ୍ଗଳ କରନ୍ତି, ପ୍ରଭୁ ମଙ୍ଗଳ କରନ୍ତି। ଆମେ ଯେତେବେଳେ ଯୋଶୀୟ ରାଜାଙ୍କ କଥା ଯେତେବେଳେ ଆମେ ଦ୍ୱିତୀୟ ରାଜାବଳୀ 22:11 ଦେଖିବା, ଯେତେବେଳେ ପଢିବା, ସେ ଯେତେବେଳେ ଯୋଶୀୟ ରାଜା ବ୍ୟବସ୍ଥା ପୁସ୍ତକର ବାକ୍ୟକୁ ଯେତେବେଳେ ଶୁଣୁଛନ୍ତି, ସେ ନିଜର ବସ୍ତ୍ରକୁ ଚିରୁଛନ୍ତି। ଆଉ ରାଜା ବୁଝିପାରିଲେ ଯେ ସେମାନଙ୍କର ପୂର୍ବ ପୁରୁଷ ମାନେ ପାପ କରିଛନ୍ତି ଆଉ ତାଙ୍କ ଉପରେ ପରମେଶ୍ୱରଙ୍କର କ୍ରୋଧ ଆସିବ। ରାଜା ନିଜକୁ ନମ୍ର କରୁଛନ୍ତି ଆଉ ପଶ୍ଚାତାପ କରୁଛନ୍ତି, ତେଣୁ ପରମେଶ୍ୱର ତାଙ୍କ ଉପରେ ଦୟା କରୁଛନ୍ତି। ଅନୁତାପର ହୃଦୟରେ ଆସିଲେ ପ୍ରଭୁଙ୍କର ମଙ୍ଗଳ ଆସେ, ଦୟା ଆସେ। ତାପରେ ଆମେ ଦେଖିଛୁ, ଆମେ ବାଇବେଲରେ ଅନେକ ବିଷୟ ଜାଣିଛୁ। ଏଜ୍ରା ଭବିଷ୍ୟତ ବକ୍ତା ସେମିତି କରିଥିଲେ। ରାଜା ଆହାବଙ୍କ ସମୟରେ ସେ ଯେତେବେଳେ ନିଜକୁ ନମ୍ର କଲେ, ଅନୁତାପ କରି ପ୍ରାର୍ଥନା କଲେ, ପ୍ରଥମ ରାଜାବଳୀ 21:27 ଲେଖା ହେଇଛି, ସେ ସେତେବେଳେ ଯେତେବେଳେ ସେ ନମ୍ର କଲେ ନିଜକୁ, ତାଙ୍କୁ ପ୍ରଭୁ ତାଙ୍କ ସମୟରେ ତାଙ୍କୁ ଆଶୀର୍ବାଦ କଲେ ଆଉ ତାଙ୍କ ସମୟରେ ଅମଙ୍ଗଳ ଘଟେଇଲେ ନାହିଁ। 21:27-28 ଲେଖା ହେଇଛି, ଆହବ ଏଇ ସବୁ କଥା ଶୁଣନ୍ତେ ଯେତେବେଳେ ଏଲିୟଙ୍କ କଥା ଶୁଣିଲେ, ଆହବ ସେ ଉପବାସ କଲେ, ଅଖାରେ ଶୋଇଲେ। ସେତେବେଳେ ସଦାପ୍ରଭୁ ଏଲିୟଙ୍କୁ କହୁଛନ୍ତି 21:29 ପ୍ରଥମ ରାଜାବଳୀ, ସେ କହୁଛନ୍ତି, ସେ ଆମ୍ଭ ସାକ୍ଷାତରେ ଆପଣଙ୍କୁ ନମ୍ର କରିବା ହେତୁରୁ ଆମ୍ଭେ ତାହାର ସମୟରେ ସେ ଅମଙ୍ଗଳ ଘଟେଇବା ନାହିଁ। ପ୍ରଭୁ କେତେ ଆଶୀର୍ବାଦ କରନ୍ତି। ଆହବ କେତେ ଦୁଷ୍ଟ ରାଜା, କିନ୍ତୁ ସେ ଯେତେବେଳେ ଅନୁତାପ କରୁଛି, ପ୍ରଭୁ ପୁରା ଭୁଲି ଯାଉଛନ୍ତି, କ୍ଷମା ଦେଇ ଦଉଛନ୍ତି, ତାକୁ ଅମଙ୍ଗଳ କରୁନାହାନ୍ତି। ତା ସମୟରେ ତାର ଆଉ କିଛି କଲେନି, ତା ସମୟରେ ତାକୁ କୌଣସି ଅମଙ୍ଗଳ ଘଟେଇଲେନି। ଆଉ ସେ କହିଲେ ପଛେ ପଛେ ତାଙ୍କର ବଂଶ ପ୍ରତି ଅମଙ୍ଗଳ ଘଟେଇବି, କିନ୍ତୁ ଆହବ ନିଜକୁ ନମ୍ର କରିଛି, ମୁଁ ତାକୁ ପାଖରେ ଅମଙ୍ଗଳ ଘଟେଇବିନି। ଆମେ ଏସବୁ ବିଷୟ ବସ୍ତ୍ର ଚିରି କେମିତି ଉପବାସ ପ୍ରାର୍ଥନାର ବିଷୟ ଦେଖୁଛୁ। ଦାଉଦ ସେମିତି, ଦାଉଦଙ୍କର ଘଟଣା ଆମେ ଯେତେବେଳେ ଜାଣୁଛୁ, ଦାଉଦ ବି ବ୍ୟଭିଚାର ପାପ କଲେ, ନରହତ୍ୟା ଭଳିଆ ବଡ ପାପ କଲେ। ଯେତେବେଳେ ନାଥନ ଭବିଷ୍ୟତ ବକ୍ତା ତାଙ୍କୁ ପାପର ବିଷୟରେ ସଚେତନ କରାଇଦେଲେ, ଦାଉଦ ନିଜର ଦୋଷକୁ ସ୍ୱୀକାର କଲେ ଆଉ ପ୍ରଭୁଙ୍କ ପାଖକୁ ଫେରି ଆସୁଛନ୍ତି। ଆଉ ଅନୁତାପର ହୃଦୟରେ ସେ ପ୍ରଭୁଙ୍କ ପାଖକୁ ଉପବାସର କ୍ରନ୍ଦନ ସହିତ ସଦା ପ୍ରଭୁଙ୍କ ପାଖକୁ ଆସୁଛନ୍ତି। ତାଙ୍କର ଯୋଉ ଅନୁତାପର ହୃଦୟରେ ଯୋଉ ଗୀତ ଲେଖିଛନ୍ତି, ଗୀତ ସଂହିତା 51, ସେଟା ଗୋଟେ ଭଗ୍ନ ହୃଦୟରୁ ବାହାରିଥିବା ଦାଉଦଙ୍କର ପ୍ରାର୍ଥନା ଅଟେ। ଦାଉଦ ଜାଣିଥିଲେ ଯେ ସଦାପ୍ରଭୁ କେବଳ ପଶ୍ଚାତାପ ଚାହାନ୍ତି, ସେ ଚାହାନ୍ତି ହୃଦୟରେ ଅନୁତାପ କରିବା। ଭଗ୍ନ ହୃଦୟ ଚାହାନ୍ତି। ଦାଉଦ ଜାଣିଥିଲେ ଯେ ପଶୁ ବଳି ଚାହାନ୍ତିନି ପ୍ରଭୁ ବୋଲି।
ଦାଉଦ ସେଥିପାଇଁ ନିଜ ପାପକୁ ପ୍ରଭୁଙ୍କ ନିକଟରେ ସ୍ୱୀକାର କରୁଛନ୍ତି। ଆଉ ଦାଉଦ ପ୍ରାର୍ଥନା ବି କରୁଥିଲେ ଯେ ହେ ପରମେଶ୍ୱର ମୋ ଅନ୍ତରରେ ସୂଚି ଅନ୍ତକରଣ ସୃଷ୍ଟି କର ବୋଲି କହୁଥିଲେ। ସେ ଯେତେବେଳେ ଦାଉଦ ପଶ୍ଚାତାପ କରୁଛନ୍ତି, ଦାଉଦଙ୍କର ଜୀବନ ସମ୍ପୂର୍ଣ୍ଣ ରୂପେ ପରମେଶ୍ୱରଙ୍କର ଆଜ୍ଞା ପାଳନ ଆଡକୁ ଫେରି ଯାଉଛି। ଆଉ ସେ କେବେ ହେଲେ ପୂର୍ବ ଭଳି ଆଉ ପାପ କରିନାହାନ୍ତି। ଏଇସବୁ ବିଷୟ ଯେତେବେଳେ ଆମେ ଉପବାସ କରୁଛୁ, ଆମେ ମଧ୍ୟ ଏଇସବୁରୁ ଆମେ ଶିଖିପାରିବା ଆମେ କେମିତି ପ୍ରକୃତ ହୃଦୟ ସହିତ ଅନୁତାପ କରିବା। ପ୍ରଭୁଙ୍କ ପାଖରେ ଉପବାସର ସହିତ ପ୍ରାର୍ଥନାରେ ବାକ୍ୟ ଅନୁଯାୟୀ ଜୀବନ କାଟି ତାଙ୍କ ନିକଟରେ ଲାଗି ରହିବା। ଉପବାସ କରିବା ଆଉ ପ୍ରାର୍ଥନାରେ ସମୟ ନ ଦେବା ତାହା ପ୍ରକୃତ ଉପବାସ ବି ନୁହେଁ। ଆମେ ଯଦି ଉପବାସ କରୁଛୁ ପ୍ରଭୁଙ୍କ ପାଖରେ ବସିବାକୁ ପଡିବ, ତାଙ୍କର କଥା ମାନିବାକୁ ପଡିବ, ତାଙ୍କର ଆଜ୍ଞାକୁ ପାଳନ କରିବାକୁ ପଡିବ। ଆଉ ପ୍ରକୃତରେ ଅନ୍ତର ସହିତ ହୃଦୟ ସହିତ ଆମେ ନମ୍ରତାର ସହିତ ତାଙ୍କ ପାଖରେ ମନ ପରିବର୍ତ୍ତନ କରି ତାଙ୍କର କଥା ମାନିବାକୁ ପଡିବ। ଆଉ ଆମେ ଯେତେବେଳେ ଦେଖୁଛୁ ନୂତନ ନିୟମରେ ବି ଏମିତି ମନ ପରିବର୍ତ୍ତନର ବାର୍ତ୍ତା ଆମେ ବାପ୍ତିଜକ ଯୋହନକୁ ଦେଖୁଛୁ। ସେ କହୁଥିଲେ ଲୁକ 3:8 ସେ କହୁଥିଲେ ଯେ ମନ ପରିବର୍ତ୍ତନର ଉପଯୁକ୍ତ ଫଳ ଉତ୍ପନ୍ନ କର। ଆମେ ଦେଖୁଛୁ ଯୀଶୁ ମଧ୍ୟ ଯେତେବେଳେ ମାଥ୍ୟୁ 4:17 କହୁଛନ୍ତି, ସେଇ ସମୟ ଠାରୁ ଯୀଶୁ ଘୋଷଣା କରିବାକୁ ଆରମ୍ଭ କରି କହିବାକୁ ଲାଗିଲେ ମନ ପରିବର୍ତ୍ତନ କର କାରଣ ସ୍ୱର୍ଗରାଜ୍ୟ ସନ୍ନିକଟ। ଆମକୁ ସବୁବେଳେ ଏଇ ମନ ପରିବର୍ତ୍ତନର ବାକ୍ୟ ଆସୁଛି। ଆଜି ଆମମାନେ ମନ ପରିବର୍ତ୍ତନ ନ କଲେ ଆମମାନେ ବିନଷ୍ଟ ହେଇଯିବା। କାହିଁକିନା ପ୍ରଭୁ ଚାହାନ୍ତି ଆମମାନଙ୍କ ହୃଦୟକୁ ଆମେ ପରିବର୍ତ୍ତନ କରିବା। ଆମେ ଈଶ୍ୱରଙ୍କର ଇଚ୍ଛା ଅନୁଯାୟୀ ଜୀବନ କାଟିବା, ତାଙ୍କର ସନ୍ତୋଷଜନକ କାର୍ଯ୍ୟ କରିବା। ତାଙ୍କର ବାକ୍ୟ ଯୋଉ ଦେଇଛନ୍ତି ସେ କମାଣ୍ଡମେଣ୍ଟସକୁ ଆମକୁ ମାନିବାକୁ ପଡିବ। ଏ ବାକ୍ୟ ମାନିବା ଆଉ ସେ ଦିନେ ଆସିବେ ଆମମାନଙ୍କୁ ନେବା ପାଇଁ। ଆଉ ଆମେ ସମସ୍ତେ ଜାଣିଛୁ ଏ କାଳର ଲକ୍ଷଣ ସବୁ ସଦାପ୍ରଭୁଙ୍କର ଦିନ ଯେ ସନ୍ନିକଟ, ତା ପାଇଁ ଆମମାନଙ୍କୁ ପ୍ରସ୍ତୁତ ହେବାକୁ ପଡିବ। ଆମେ କାଳର ଲକ୍ଷଣ ସବୁ ଦେଖିପାରୁଛୁ। ଯେମିତି ଜୋଏଲ ଭବିଷ୍ୟତ ବକ୍ତା କହୁଥିଲେ ସଦାପ୍ରଭୁଙ୍କର ଦିନ ବୋଲି କହୁଥିଲେ। ଝିଣ୍ଟିକା ଯେତେବେଳେ ଏତେ ପାପ ଅବାଧ୍ୟତା ବଢିଗଲା ଯେ ଝିଣ୍ଟିକା ପଠେଇ ପ୍ରଭୁ ସେ ସବୁ ତାଙ୍କର ନଷ୍ଟ କରିଦେଇଥିଲେ। ଆଜି ବି ଆମେ ଦେଖୁଛୁ ଜଗତର ଶେଷ କାଳ ସନ୍ନିକଟ। କାଳର ଲକ୍ଷଣ ସବୁ ଦେଶ ବିରୁଦ୍ଧରେ ଯୁଦ୍ଧ, ଅନେକ କିଛି ଲକ୍ଷଣ ଆମେ ବାକ୍ୟରେ ଯାହା ଲେଖା ହେଇଛି ତାହା ଦେଖୁଛୁ। ତ ଆମମାନଙ୍କର ଏକମାତ୍ର କାର୍ଯ୍ୟ ମନ ପରିବର୍ତ୍ତନ କରିବା। ପ୍ରଭୁ ଆମ ପାଇଁ ଆସି ଆମର ପାପ କ୍ଷମା କରିଛନ୍ତି, ଆଉ କହୁଛନ୍ତି ଆଉ ଭୁଲ କରନି, ଆଉ ମନ୍ଦ ପଥରେ ଯାଆନି, ଏବେ ବି ଫେରିଆସ, ଏବେ ବି ସମୟ ଅଛି, ଡେରି ହେଇନେଇ, ମନ ପରିବର୍ତ୍ତନ କର। ଆଉ କାହିଁକି ନା ସ୍ୱର୍ଗ ରାଜ୍ୟ ସନ୍ନିକଟ। ସ୍ୱର୍ଗ ରାଜ୍ୟରେ ଯୋଉମାନେ ମନ ପରିବର୍ତ୍ତନ କରିଥିବେ ସେମାନେ ହିଁ ତାଙ୍କର ପାଖକୁ ଯାଇପାରିବେ। କାହିଁକିନା ପ୍ରଥମ ଯୋହନ 1:9 ଲେଖା ହେଇଛି, ଯଦି ଆମେମାନେ ଆପଣା ପାପ ସ୍ୱୀକାର କରୁ ତେବେ ପ୍ରଭୁ ଆମମାନଙ୍କର ପାପ କ୍ଷମା କରିବାକୁ ଓ ସମସ୍ତ ଅଧର୍ମରୁ ଆମମାନଙ୍କୁ ପରିଷ୍କାର କରିବାକୁ ବିଶ୍ୱସ୍ତ ଓ ନ୍ୟାୟବାନ ଅଟନ୍ତି। ସେଇ ପ୍ରଭୁ ଆମର ସବୁବେଳେ ଅପେକ୍ଷା କରିଛନ୍ତି ଆମକୁ କ୍ଷମା ଦେବା ପାଇଁ। କିନ୍ତୁ ଆମେ ତାଙ୍କ ପାଖକୁ ଫେରି ଆସିବାକୁ ପଡିବ ଆଉ ଅନୁତାପର ହୃଦୟରେ ଫେରି ଆସିବାକୁ ପଡିବ। ଆମେ ଦେଖିଛୁ ପିତର ପାଉଲ ବି ମନ ପରିବର୍ତ୍ତନର ବାକ୍ୟ ଘୋଷଣା କଲେ। ଆଜି ସବୁବେଳେ ଆମକୁ ସେଇ ଗୋଟେ ବାକ୍ୟ କୁହାଉଛି, ନିଜେ ମନ ପରିବର୍ତ୍ତନ କର। ପ୍ରଭୁ ଚାହାନ୍ତି ଆମମାନେ କେହି ବି ଯେମିତି ବିନଷ୍ଟ ନ ହଉ, ଆମେ ଯେମିତି ବିନଷ୍ଟ ନ ହଉ, ଆଉ ପ୍ରଭୁଙ୍କ ରାଜ୍ୟରେ ଯେମିତି ଆମେମାନେ ତାଙ୍କର କୋଳରେ ଯାଇକି ବସିବୁ। ଆମର ସମସ୍ତଙ୍କର ବିଶ୍ୱାସର ଡେଷ୍ଟିନେସନ ସେଇ ପ୍ରଭୁଙ୍କ ପାଖରେ। ଆମେ ସମସ୍ତେ ଯେମିତି ଯାଇକି ସେଠି ପହଞ୍ଚି ପାରିବୁ। ସେ ସବୁବେଳେ ଚାହୁଁଛନ୍ତି କି ଆମମାନେ ହୃଦୟ ସହିତ ପ୍ରକୃତରେ ପବିତ୍ରତାର ସହିତ ଜୀବନ କାଟିବା, ଧାର୍ମିକତାର ଜୀବନ କାଟିବା, ସତ୍ୟ ରୂପେ ତାଙ୍କୁ ଆରାଧନା କରିବା, ଆଉ ତାଙ୍କର କଥା ମାନିବା, ଆଉ ପବିତ୍ର ଆତ୍ମାଙ୍କର ଫଳ ଫଳିବା ପାଇଁ ସେ ଚାହାନ୍ତି। ଯେତେବେଳେ ପ୍ରେରିତ 3:19 ବି ଲେଖା ହେଇଛି, ଅତଏବ ଯେପରି ଆପଣମାନଙ୍କର ପାପ ମୋଚନ ହେଇପାରେ ଏଥି ନିମନ୍ତେ ମନ ପରିବର୍ତ୍ତନ କରି ଫେରି ଆସନ୍ତୁ। ଯଦି ଆମେ ମନ ପରିବର୍ତ୍ତନ କରିବା, ପ୍ରଭୁ ଆମକୁ କ୍ଷମା ଦେବା ପାଇଁ ସଦାସର୍ବଦା ପ୍ରସ୍ତୁତ ଅଛନ୍ତି। ତେଣୁ ଏଇ ଦିନ ମାନଙ୍କରେ ପ୍ରଭୁଙ୍କର
ଆଗମନ ଯେ ସନ୍ନିକଟ ଆମେ ସମସ୍ତେ ଆମମାନଙ୍କର କାହାର କୋଉଠି ଦୁର୍ବଳତା ଅଛି, କାହାର କୋଉଠି ଈଶ୍ୱରଙ୍କର ସନ୍ତୋଷଜନକ କାର୍ଯ୍ୟ କରିନୁ କି ଭାବିନୁ କି ଈଶ୍ୱରଙ୍କର ଯୋଜନା ଅନୁଯାୟୀ ଆମେ ଚାଲୁନୁ, ତାଙ୍କର ଇଚ୍ଛାକୁ ସଫଳ କରୁନୁ, ସେ ସବୁ ଦେଖିବା। ଆମେ ବାକ୍ୟ ଯାହା କହେ ସେ ବାକ୍ୟକୁ ଶୁଣିକି ଖାଲି ଟ୍ରାଡିସନାଲି ଯେମିତି ଜୀବନ କାଟୁଛୁ ନା ଗୋଟେ ପ୍ରକୃତରେ ଦୃଢ ବିଶ୍ୱାସୀ ଭଳି ଈଶ୍ୱରଙ୍କର ଗୋଟେ ତାଙ୍କର ପ୍ରକୃତ ଶିଷ୍ୟ ତାଙ୍କର ପଦ ଚିହ୍ନ ଦେଇ ଯେମିତି ଚାଏ ସେମିତି କଣ ଆମେ ଯାଉଛୁ? ନିଜ ନିଜ ଜୀବନକୁ ଆମେ ପରୀକ୍ଷା କରିବା। କାହିଁକି ନା ସମୟ ସନ୍ନିକଟ, ପ୍ରଭୁଙ୍କର ଆଗମନର ଦିନ ସନ୍ନିକଟ। ଆମେ ସମସ୍ତେ ନିଜ ନିଜର ବିବେକକୁ, ନିଜ ନିଜ ହୃଦୟକୁ ଆମେ ପଚାରିବା ଆମର କୋଉଠି ଦୁର୍ବଳତା ଅଛି। ଯେମିତି ଦାଉଦ କହୁଥିଲେ, ପ୍ରଭୁ ମୋର ଅନ୍ତଃକରଣକୁ ପରୀକ୍ଷା କର, କୋଉଠି ଦୁର୍ବଳତା ଅଛି ତୁମେ ବାହାର କର। ପ୍ରଭୁ ଆମେ ମଧ୍ୟ ପ୍ରାର୍ଥନା କରିବା ଆଉ ନିଜେ ନିଜେ ସବୁବେଳେ ବିବେଚନା କରିବା, ମୁଁ ଏଇ ଯୋଉ କାର୍ଯ୍ୟ କଲି, ମୁଁ ଏଇ ଯୋଉ କଥା କହିଲି, ଇଏ କଣ ପ୍ରଭୁଙ୍କ ଦୃଷ୍ଟିରେ ଠିକ କି? ମୁଁ ଯଦି କାଲି ବି ସେଇ ଭୁଲ କଲି, ଆଜି ବି ସେଇ ଭୁଲ କଲି, ତ ସବୁ କିଛି ମୂଲ୍ୟହୀନ। ଆମେ ଯଦି ବାକ୍ୟ ପଢୁଛୁ, ବାକ୍ୟ ଆମକୁ ସଜାଡି ଦିଏ, ବାକ୍ୟ ଆମକୁ ରେକ୍ଟିଫାଏ କରେ। ସେଥିପାଇଁ ବାକ୍ୟକୁ ହୃଦୟ ମଧ୍ୟରେ ସଞ୍ଚୟ କରିବା ଆଉ ବାକ୍ୟ ଅନୁଯାୟୀ ବାକ୍ୟ ଯାହା କହେ ତାକୁ ମାନିବାକୁ ପଡିବ। ଆମେ ଯେତେବେଳେ ପ୍ରକାଶିତ 3 ପଦରେ ଲେଖା ହେଇଛି, ଏଣୁ କି ପ୍ରକାର ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ହୁଅ ତାହା ହେଲେ ଆମ୍ଭେ ଚୋର ପରି ଆସିବୁ, ଆଉ କେଉଁ ସମୟରେ ତୁମ୍ଭ ଉପରେ ଆସି ପଡିବୁ ତାହା ତୁମ୍ଭେ କୌଣସି ପ୍ରକାରେ ଜାଣିବ ନାହିଁ। ଏଠି ପ୍ରଭୁ କହୁଛନ୍ତି, କୋଉ ପ୍ରକାର ଶିକ୍ଷା ପାଇଛ? ପ୍ରକୃତିରେ ଆମେ ତ ବାକ୍ୟ ଆମ ପାଖରେ ଅଛି, ଆମେ ବାକ୍ୟ ଶୁଣୁଛୁ। ଲେଖା ହେଇଛି ବାକ୍ୟ ଶିକ୍ଷା ପାଇଅଛ ଓ ଶ୍ରବଣ କରିଅଛ। ଆମେ କେତେ ବାକ୍ୟ ପଢୁଛୁ, ଶୁଣୁଛୁ। ସେଟା ପ୍ରଭୁ କହୁଛନ୍ତି ଯେ ତାହା ସ୍ମରଣ କର ଆଉ ପାଳନ କର, ସବୁ ମନେ ପକାଅ। ପ୍ରଭୁ କୋଉଟା ଠିକ କୋଉଟା ଭୁଲ କହୁଛନ୍ତି ସେ ସବୁକୁ ପାଳନ କର ଆଉ ମନ ପରିବର୍ତ୍ତନ କର। ଆଉ ଯଦି ଜାଗ୍ରତ ନହେବା, ଆମେ ଯଦି ନିଜେ ନିଜକୁ ସଜାଡିବାନି, ବାକ୍ୟ ଅନୁଯାୟୀ ଜୀବନ କାଟିବାନି, ତାଙ୍କର କଥାକୁ ମାନିବାନି, ତାହା ହେଲେ ପ୍ରଭୁ ଯେତେବେଳେ କହୁଛନ୍ତି କି ଆମ୍ଭେ ଚୋର କରି ଆସିବୁ, ପ୍ରଭୁ ଆମକୁ ସମୟ ଦେଇନାହାନ୍ତି କିନ୍ତୁ କାଳର ଲକ୍ଷଣ ଜଣେଇଛନ୍ତି। ଆମମାନେ କାଳର ଲକ୍ଷଣ ଦେଖି ଆମେ ନିଜେ ନିଜେ ସତର୍କ ହେବା, ଜାଗ୍ରତ ହେବା। କାହିଁକି ନା ପ୍ରଭୁ କେତେବେଳେ ବି ଆସିବେ। ଆଉ ଆମେ ଯଦି ପ୍ରସ୍ତୁତ ନଥିବୁ, ସେ ଆମେ ଏ ଜଗତରେ ଆମେ ବିନଷ୍ଟ ହେଇଯିବୁ। ଆମେ ଯଦି ପ୍ରସ୍ତୁତ ହୋଇ ରହିଥିବା, ଆମେ ତାଙ୍କ ସହିତ ଯିବା। ପ୍ରଭୁ ଏ ବାକ୍ୟ ଦ୍ଵାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆହୁରି ଆମମାନେ ଯେମିତି ପ୍ରଭୁଙ୍କ ସହିତ ଲାଗି ରହିବା ଆଉ ସମସ୍ତେ ନିଜ ନିଜର ଦୁର୍ବଳତା କୋଉଠି ଅଛି, ସମସ୍ତେ ନିଜ ନିଜର ଜୀବନକୁ ଚେକ୍ କରିବା ଆଉ ବାକ୍ୟ ଅନୁଯାୟୀ ଜୀବନ କାଟିବା, ଆଉ ଈଶ୍ୱରଙ୍କର ସନ୍ତୋଷଜନକ ହେଇପାରିବା। ଆଉ ଆମମାନଙ୍କର ଜୀବନ ଦେଇ ପ୍ରଭୁ ଗୌରବ ପାଇବେ। ଆଜି ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ପ୍ରଭୁ। ଆମେନ୍।